ए ପିଲାମାନେ ଆଜି ଏତେ ଖୁସି କ'ଣ ପାଇଁ ହଉଛନ୍ତି ବୋଲି ତମମାନେ ଭାବୁଥିବ ତ ଭିଡ଼ିଓକୁ ଲାଷ୍ଟ ଯାଅ ଦେଖ ବହୁତ ମଜା ଆଇବାକୁ ଯାଉଛି। ହ୍ୟାଲୋ ଗାଇସ୍ ମୁଇଁ ହେଇଯାଉଛି ତମର ପ୍ରଧାନୀ ବାବୁ। ଆଜି ନାଇକି ଆମେ ଯାଉଛୁ ପଟରଗୁଡ଼ା କ୍ରିକେଟ ଖେଳିବା ପାଇଁ। ତ ଆମର ସହିତ ଅଛନ୍ତି ସବୁ ଭାଇମାନେ 5 ଜଣ ଆରି ଆଗରେ ଯାଇଛନ୍ତି। ଆମେ ବେଡ଼ା ବେଡ଼ା ଚାଲୁ ଚାଲୁ ନାଇକି ମୋର ମନରେ ଗୋଟେ ବଢ଼ିଆ ସାଇରୀ ଉଠାଇଲା। ସେ ସାଇରୀଟା ଶୁଣ। ଆମକୁ ନାଇଁ ଗାଡ଼ି ଆମକୁ ନାଇଁ ଘୋଡ଼ା ଆମେ କ୍ରିକେଟ ଖେଳି ଯାଉଛୁ ପଟରଗୁଡ଼ା। ଆମର ଗାଁରୁ ପଟରଗୁଡ଼ା ଯିବାର ଅଛି ବୋଲି ନାଇକି ନଦୀଟା ଡେଇଁକିନା ଯିବାର ଅଛି। ତ ନଦୀଟା ସମସ୍ତେ ଡେଇଁଲେ ଡେଇଁ ସରିଲା ପରେ ନାଇକି ଏମିତି କିଛି ହବ ବୋଲି ଭାବି ନଥିଲୁ, କାହିଁକି ନା ଶୁଭମ ଭାଇ ଆମର ୟାଡେ ଡେଉଁଥିଲା ଆରି ପଡ଼ି ଯାଇଥିଲା ନଦୀରୁ। ନାଇକି ଆରି ଚାଲି ଚାଲି ଯିବାର ଅଛି 1 କିଲୋମିଟର ସଫର ପରେ ଫାଇନାଲି ଆମେ ପହଞ୍ଚି ଯାଇଥିଲୁ ଫିଲ୍ଡରେ ଆସିକିନା ଆମେ ବସିଥିଲୁ। ପ୍ଲେୟର ଗୋଟେ ନାହାନ୍ତି ଫିଲ୍ଡରେ। ପ୍ଲେୟର ଆସିକିନା ଟଚ୍ ପକେଇଲାରୁ ଆମେ ୱିନ୍ କରିଥିଲୁ। ତ ଆମର ପ୍ଲେୟର ମାନେ ସମସ୍ତେ ରେଡି ହେଇଯାଇଛନ୍ତି ବୋଲିଂ କର। ଟଚ୍ ୱିନ୍ କରି ନାଇକି ଆମେ କରିଥିଲୁ ଫାଷ୍ଟ ବୋଲିଂ। 10 ଓଭରରେ 17 ରନ୍ ଆମେ ରଖିଥିଲୁ ବୋଲିଂ କରିକିନା। ବହୁତ ଦୁଃଖର କଥା, କାହିଁକି ନା ଫାଷ୍ଟ ମ୍ୟାଚଟା ଆମେ ହାରିଗଲୁ। ଆରି ଗୋଟେ ମ୍ୟାଚରେ ଆମେ ଟଚ୍ ହାରିକିନା ଫାଷ୍ଟ କରିଥିଲୁ ବୋଲିଂ। ଆରି ଗୋଟେ ମ୍ୟାଚରେ ତାଙ୍କେ ମାନେ ବ୍ୟାଟିଂ କରି ନାଇକି 114 ଟାର୍ଗେଟ ଦେଇଥିଲେ। 70 ରନକୁ ଆମେ ହାରିଗଲୁ। 114 ରନକୁ କେମିତି ଜିତବା ବୋଲି କିଛି ଭରସା ନଥିଲା ଆମର, ମାତ୍ର ଫାଇନାଲି ଆମେ ଜିତିଗଲୁ ଗାଇସ୍। 3ଟା ବଲକୁ 11 ରନ୍ ଥିଲା। ଆମର ସୁଶାନ୍ତ ମାମୁ ମାରିକିନା ଜିତାଇଲା। ଯାହା ହଉ, ମାତ୍ର କେତେ ଖୁସି। ଆମର ପ୍ଲେୟର ମାନେ ପୁରା ବୋଲେ ଡ୍ୟାନ୍ସ କରିକିନା ଫିଲ୍ଡରେ ଯାଉଛନ୍ତି। 114 କୁ କୁଟା ବୁଝଲ କି ନାଇଁ ଗାଇସ୍। ଚେଜିଂ କଲୁ ଆରି ଜିତଲୁ ଗାଇସ୍। ବଲ୍ ବଢଲା କେତେଟା ବଢଲା? ଗୋଟେ